ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର କୋଟି କୋଟି ପ୍ରଣାମ। ଯଦି ମୋତେ ପ୍ରକୃତରେ ଭଲ ପାଉଥାଅ, ଶ୍ରୀ ଶ୍ରୀ ଠାକୁର, ତୁମେ ଯଦି ମୋତେ ଭଲ ପାଅ, ତୁମର ସ୍ୱାର୍ଥ ହିଁ ହେବ ଅନ୍ୟର ଭଲ କରିବା। ଆଉ ଅନ୍ୟର ଭଲ କରିବା ଯଦି ତୁମର ସ୍ୱାର୍ଥ ହୁଏ, ତାହେଲେ ଦେଖିବେ ସମସ୍ୟା ଅନେକ ସରଳ ହୋଇ ଆସୁଛି। ହୀନ ସ୍ୱାର୍ଥ ବୁଦ୍ଧି ନେଇ, ହାମ ବଢ଼ାଇ ନେଇ ଯେତେ ହିଁ ବଡ଼ କାମ କରିବାକୁ ଯାଉନା କାହିଁକି, ତା ପଣ୍ଡ କରିବାର ପ୍ରଧାନ ପୁରୋହିତ ହିଁ ହେବ ତୁମେ। ତୁମ ଭିତରର ଅସଙ୍ଗତି ଯୋଗୁଁ ତୁମେ କିଛିକୁ ବା କାହାକୁ ସୁସଙ୍ଗତ କରି ତୋଳି ପାରିବନି। ସେହି ଅବସ୍ଥାରେ ମୁଣ୍ଡ ଚକ୍କର ଖାଇବା ହିଁ ତ ସ୍ୱାଭାବିକ। ମୋର ଚିନ୍ତା ଚଳନର ସହିତ ଯଦି ତୁମର ଚିନ୍ତା ଚଳନକୁ ଖାପ ଖୁଆଇ ନେଇପାର, ତାହେଲେ ଦେଖିବ ମୁଁ ଯାହା କରିବାକୁ କହେ ତାହା କରିବା ଅତି ସାଧାରଣ ବ୍ୟାପାର। ନିଜର ଭଲ ସମ୍ବନ୍ଧରେ, ନିଜର ସ୍ୱାର୍ଥ ସମ୍ବନ୍ଧରେ ତୁମମାନଙ୍କର ଗୋଟିଏ ବିକୃତ ବୋଧ ଓ ପ୍ରଚେଷ୍ଟା ଅଛି। ସେହି ଭୂତ ଯେତେ ସମୟ ତୁମମାନଙ୍କ ମୁଣ୍ଡରୁ ନ ଓହ୍ଲାଇବ, ସେତେ ସମୟ ବିଫଳତା ଓ ହଇରାଣ ତୁମମାନଙ୍କୁ ଛାଡ଼ିବନି। ମୁଁ ବାରମ୍ବାର କହିଛି, ପୁଣି କହୁଛି, ଯଦି ନିଜର ଭଲ ଚାହଁ, ନିଜର ସ୍ୱାର୍ଥ ଚାହଁ, ତେବେ ପରିବେଶର ଭଲ କର, ପରିବେଶର ସ୍ୱାର୍ଥ ଦେଖ ଇଷ୍ଟପ୍ରାଣ ଅନୁବର୍ତ୍ତନାରେ। ଏହି କଥାଟା ଯଦି ତୁମେମାନେ ମନେ ପ୍ରାଣେ ବିଶ୍ୱାସ କର ଏବଂ ଅଭ୍ୟାସରେ ଆୟତ୍ତ କର, ସେତେବେଳେ ହିଁ ଦେଖିବ ତୁମମାନଙ୍କର ପରିବାର, ପରିବେଶ, ଏପରିକି ସାରା ଦେଶ ଦ୍ରୁତ ଉନ୍ନତିର ପଥରେ ଆଗେଇ ଯାଉଛି। ଶ୍ରୀ ଶ୍ରୀ ଠାକୁର ଆଲୋଚନା ପ୍ରସଙ୍ଗ 6ଠ ଖଣ୍ଡ। ଜୟ ଗୁରୁ।